ବୃଷ ରାଶି ପାଇଁ ସେପ୍ଟେମ୍ବର ମାସର ମାସିକ ରାଶିଫଳ। ଆମ ସୌରଜଗତରେ ବିଚରଣ କରୁଥିବା 9 ଗୋଟି ମହାଗ୍ରହଙ୍କର ସେପ୍ଟେମ୍ବର ମାସର ଅବସ୍ଥିତିରୁ ଜଣାଯାଏ। ଏ ମାସରେ ବୃଷ ରାଶିଜାତ ବ୍ୟକ୍ତି କେତେକ କ୍ଷେତ୍ରରେ ଶୁଭ ଫଳ ପାଇବାକୁ ଯାଉଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ସେତେଟା ଭଲ ଫଳ ପାଇପାରୁନାହାନ୍ତି। ଆଗକୁ ଏ ସମ୍ପର୍କରେ ବିସ୍ତାରରେ ଜାଣିବା। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଦ୍ୱାଦଶ ରାଶିଚକ୍ରର ଦ୍ୱିତୀୟ ରାଶି ବୃଷ ରାଶି। ଶୁକ୍ର ମହାଗ୍ରହ ବୃଷ ରାଶିର ଅଧିପତି। ଆର୍ଥିକ ଦୃଷ୍ଟିକୋଣରୁ ବିଚାର କଲେ ସେପ୍ଟେମ୍ବର ମାସ ବୃଷ ରାଶି ପାଇଁ ଆର୍ଥିକ ସମୃଦ୍ଧିର ମାସ ରହିବ। ବୃଷ ରାଶିର ଏକାଦଶ ବା ଆୟସ୍ଥାନର ଅଧିପତି ବୃହସ୍ପତି ଦ୍ୱିତୀୟ ଧନସ୍ଥାନ ମିଥୁନ ରାଶିରେ ମାସ ସାରା ରହୁଥିବାରୁ ଏ ମାସରେ ବୃଷ ରାଶିର ଧନ ଉପାର୍ଜନ ଆଶାଠାରୁ ଅଧିକା ରହିବ। ବିଭିନ୍ନ ସୂତ୍ରରୁ ତଥା ବିଭିନ୍ନ ଉପାୟରେ ଅର୍ଥର ଆଗମନ ହେବ। ଅର୍ଥ ସଞ୍ଚୟ କରି ରଖିବା ପାଇଁ ମନ ବଳାଇବେ। ଏକାଦଶ ଭାବରେ ଅବସ୍ଥିତ ବକ୍ରୀ ଶନି ଅନୈତିକ ଉପାୟରେ ଧନ ସଂଗ୍ରହ କରି ରଖିବା ପାଇଁ ମନକୁ ପ୍ରୋତ୍ସାହିତ କରିବ ଏବଂ ଦଶମ କର୍ମ ଭାବରେ ଅବସ୍ଥିତ ରାହୁ ଏଥିପାଇଁ ଇନ୍ଧନ ଯୋଗାଇବ। କିନ୍ତୁ ଅନୈତିକ ଉପାୟରେ ଆସୁଥିବା ଅର୍ଥକୁ ଗ୍ରହଣ ନ କରିବା ଉଚିତ ହେବ, ନଚେତ୍ ଭବିଷ୍ୟତରେ ବଡ଼ ଅସୁବିଧାରେ ପଡ଼ିପାରନ୍ତି। ବୃଷ ରାଶିଜାତ ବ୍ୟକ୍ତି ପବ୍ଲିକ୍ ଲାଇଫ୍ ବା ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ଦଶମ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ରାହୁ ଏ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। କାରଣ ରାହୁର ଏକ ଗୁଣ ହେଲା ସେ ସମସ୍ତ ଗ୍ରହଙ୍କୁ ଏଡ଼ାଇ ଫଳ ଦେବାକୁ ସମର୍ଥ ହୋଇଥାଏ। ତେଣୁ ରାହୁ ମହାଗ୍ରହ ବୃଷ ରାଶିଜାତ ବ୍ୟକ୍ତିଙ୍କୁ ସିଂହାସନ ଆରୋହଣ କରିବା ପାଇଁ ସୁଯୋଗ ମଧ୍ୟ ପ୍ରଦାନ କରିପାରେ, ଅର୍ଥାତ୍ ପଦପଦବୀ ପ୍ରଦାନ କରିବାର ବହୁତ ସମ୍ଭାବନା ରହିଛି। ବୃଷ ରାଶିଜାତ ବ୍ୟକ୍ତିଙ୍କର ସେପ୍ଟେମ୍ବର ମାସରେ ପାରିବାରିକ ଜୀବନ ବେଶ୍ ହସ ଖୁସିରେ କଟିବ। ଭାଇ ଭଉଣୀମାନଙ୍କ ସହିତ ସମ୍ପର୍କ ଠିକ୍ ଠାକ୍ ରହିବ। ପରିବାରରେ ସୁଖ ସମୃଦ୍ଧି ବଢ଼ିବ। ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବିଚାର ବିମର୍ଶ ଆରମ୍ଭ ହୋଇପାରେ। ସପରିବାର ଦେବଦର୍ଶନ କିମ୍ବା ତୀର୍ଥ ଭ୍ରମଣରେ ଯିବାର ଯଥେଷ୍ଟ ସୁଯୋଗ ରହିଛି। ଲଭ୍ ଲାଇଫ୍ରେ ଥିବା ବୃଷ ରାଶିଜାତ ବ୍ୟକ୍ତି ଶୁକ୍ର ମହାଗ୍ରହଙ୍କର ଅନୁଗ୍ରହରୁ ବଡ଼ ରୋମାଣ୍ଟିକ୍ ମୁଡ଼୍ରେ ରହିବେ। ପ୍ରେମ ସମ୍ପର୍କରେ ନିବିଡ଼ତା ଆସିବ। ମାସର ଦ୍ୱିତୀୟାର୍ଦ୍ଧରେ ଉଭୟ ଏକାଠି ଭ୍ରମଣ କରିବା ପାଇଁ ଯୋଜନା କରିପାରନ୍ତି। ବିଳାସିତା ଦ୍ରବ୍ୟ ଓ ସୌନ୍ଦର୍ଯ୍ୟବୋଧ ପ୍ରତି ମନ ମଧ୍ୟରେ ଆକର୍ଷଣ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ସେପ୍ଟେମ୍ବର ମାସରେ ବୃଷ ରାଶି ଜାତକ ପାଇଁ ସେପରି କିଛି ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉ ନାହିଁ। କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ମଙ୍ଗଳ ତୁଳା ରାଶିରେ ପ୍ରବେଶ କଲେ ମନ ମଧ୍ୟରେ ଅହେତୁକ କ୍ରୋଧ ଜାଗ୍ରତ ହୋଇପାରେ। ବ୍ଲଡ଼ ପ୍ରେସର ରୋଗ ଥିଲେ ସେଥିପ୍ରତି ସାବଧାନତା ଗ୍ରହଣ କରିବେ। ଏ ତ ଗଲା ମୋଟାମୋଟି ଭାବରେ ସେପ୍ଟେମ୍ବର ମାସ ପାଇଁ ବୃଷ ରାଶିର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ଶୁକ୍ର ମହାଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ମା ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ଏତଦ୍‌ବ୍ୟତୀତ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।